ଆଜି ଏଇ ଭିଡିଓରେ ଆମେ ଆଲୋଚନା କରିବା ଗଣତନ୍ତ୍ରର ପ୍ରକାରଭେଦ। ଏଥିରେ ଆମେ ଜାଣିବା ଗଣତନ୍ତ୍ରକୁ କେତୋଟି ଭାଗରେ ବିଭକ୍ତ କରାଯାଇଛି ଏବଂ ତାହା କ'ଣ କ'ଣ। ଯଦି ଆମେ ଦେଖିବା ଗଣତନ୍ତ୍ରକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି, ତାହା ହେଉଛି କ'ଣ? ପ୍ରତ୍ୟକ୍ଷ ଗଣତନ୍ତ୍ର ଏବଂ ପରୋକ୍ଷ ଗଣତନ୍ତ୍ର। সেই ଉଭୟ ବିଷୟରେ ଆମେ ସବିଶେଷରେ ଆଲୋଚନା କରିବା। ଆମେ ଜାଣିଛେ ଯେ ଗଣତନ୍ତ୍ର ଶାସନ ଏପରି ଏକ ଶାସନ ଯେଉଁଠାରେ କ'ଣ କରାଯାଇଥାଏ ନା ଜନତାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ସେଇ ଜନତା ମାନେ କିପରି ଭାବରେ କ୍ଷମତାର ବ୍ୟବହାର କରନ୍ତି ତାରି ଉପରେ କ'ଣ କରାଯାଇଛି ନିର୍ଭର କରି, ଅର୍ଥାତ୍ ତାହାକୁ ଆଖି ଆଗରେ ରଖି ଗଣତନ୍ତ୍ର ଶାସନକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି। କ'ଣ କରାଯାଇଛି? ପ୍ରଥମଟି ହେଉଛି ପ୍ରତ୍ୟକ୍ଷ ଗଣତନ୍ତ୍ର। ପ୍ରତ୍ୟକ୍ଷ ଗଣତନ୍ତ୍ର କହିଲେ କ'ଣ ବୁଝ? ନା ଯୋଉଠି ନାଗରିକ ମାନେ ସିଧାସଳଖ ଅଂଶଗ୍ରହଣ କରିଥାନ୍ତି, ସେଇଟା ହେଲା ପ୍ରତ୍ୟକ୍ଷ ଗଣତନ୍ତ୍ର। ଆଉ ଗୋଟେ କ'ଣ ଅଛି ନା ପରୋକ୍ଷ ଗଣତନ୍ତ୍ର। ଏଠି କ'ଣ ହେଇଥାଏ ନା ଏଠି ନାଗରିକ ମାନେ ସିଧାସଳଖ ଅଂଶଗ୍ରହଣ କରିନଥାନ୍ତି, ଏଠାରେ ନିର୍ବାଚିତ ପ୍ରତିନିଧି ମାଧ୍ୟମରେ ଶାସନ ଚାଲିଥାଏ, କିନ୍ତୁ ଏଠି ନାଗରିକ ମାନଙ୍କ ଦ୍ୱାରା ଶାସନ ଚାଲିଥାଏ। ପରୋକ୍ଷ ଗଣତନ୍ତ୍ରରେ କ'ଣ ହୁଏ ନା ନାଗରିକ ମାନେ ତାଙ୍କ ପ୍ରତିନିଧିକୁ ଚୟନ କରନ୍ତି, ପ୍ରତିନିଧି ମାନେ କ'ଣ କରନ୍ତି? ଶାସନ ପରିଚାଳନା କରିଥାନ୍ତି। ଏଇ ଯୋଉ ପ୍ରତ୍ୟକ୍ଷ ଗଣତନ୍ତ୍ର କହିଲି, ତାର ଗୋଟେ ଅନ୍ୟ ନାମ ଅଛି, କ'ଣ? ବିଶୁଦ୍ଧ ଗଣତନ୍ତ୍ର, ବା ତାକୁ ଆମେ କହିପାରିବା ପିଓର ଡେମୋକ୍ରେସି। କାହିଁକି ଏକୁ ବିଶୁଦ୍ଧ ଗଣତନ୍ତ୍ର ପିଓର ଡେମୋକ୍ରେସି କୁହାଯାଏ? ନା ଯେଉଁ ଶାସନ ବ୍ୟବସ୍ଥାରେ ଜନସାଧାରଣ ନିଜେ ସିଧାସଳଖ ଶାସନ କାର୍ଯ୍ୟରେ ଅଂଶଗ୍ରହଣ କରନ୍ତି ଏବଂ ନିଜେ ଆଇନ ପ୍ରଣୟନ କରନ୍ତି, ତାକୁ ବିଶୁଦ୍ଧ ଗଣତନ୍ତ୍ର ବା ପ୍ରତ୍ୟକ୍ଷ ଗଣତନ୍ତ୍ର ମଧ୍ୟ କୁହାଯାଏ। ଅର୍ଥାତ୍ ଏଠି ଜନସାଧାରଣ ମାନେ କ'ଣ କରନ୍ତି ନା ସିଧା କ'ଣ କରନ୍ତି? ଶାସନ କାର୍ଯ୍ୟରେ ଅଂଶଗ୍ରହଣ କରିଥାନ୍ତି। ଠିକ ଅଛି, ସିଧାସଳଖ ଏମାନେ କାର୍ଯ୍ୟ ଅଂଶଗ୍ରହଣ କରିଥାନ୍ତି। ଆମେ ଜାଣିଛେ এই প্রত্যক্ষ গণতন্ত্ରରେ ବା এই ବିଶୁଦ୍ଧ ଗଣତନ୍ତ୍ରରେ ଜନସାଧାରଣଙ୍କୁ କ୍ଷମତାର ଉତ୍ସ ଭାବେ ଗ୍ରହଣ କରାଯାଏ, କାରଣ ଜନସାଧାରଣ ହିଁ ପ୍ରତ୍ୟକ୍ଷ ଭାବରେ କ'ଣ କରିଥାନ୍ତି? ଏଠାରେ ଅଂଶଗ୍ରହଣ କରିଥାନ୍ତି। ତେଣୁ ସେମାନଙ୍କୁ କ'ଣ କରାଯାଇଥାଏ ନା ସିଧାସଳଖ କାର୍ଯ୍ୟରେ ସାମିଲ କରାଯାଇଥାଏ। ତାପରେ ଆମେ ଦେଖିବା এই ପ୍ରତ୍ୟକ୍ଷ ଗଣତନ୍ତ୍ରର କ'ଣ ରହିଛି ଐତିହାସିକ ପୃଷ୍ଠଭୂମି ଏବଂ এই ପ୍ରତ୍ୟକ୍ଷ ଗଣତନ୍ତ୍ର କାହିଁକି ସାରା ବିଶ୍ୱରେ ପ୍ରଚଳିତ ହେଉନାହିଁ। ତାର ପ୍ରଥମ କାରଣଟି ହେଉଛି, ଆମେ ଯଦି ଦେଖିବା ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଥମେ ଦେଖିବା ତାର ଐତିହାସିକ ପୃଷ୍ଠଭୂମି। କ'ଣ ଅଛି ଐତିହାସିକ ପୃଷ୍ଠଭୂମି? ନା ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଥମେ ଗ୍ରୀସର ନଗର ରାଷ୍ଟ୍ର ଏବଂ ପ୍ରାଚୀନ ରୋମର ନଗର ରାଷ୍ଟ୍ର ମାନଙ୍କରେ ପ୍ରଚଳିତ ହୋଇଥାଏ। କାହିଁକି ନା ଏଠାରେ କ୍ଷୁଦ୍ର ଆୟତନ ଥାଏ, ସ୍ୱଳ୍ପ ଜନସଂଖ୍ୟା ଥାନ୍ତି ଏବଂ ସରଳ ଅର୍ଥନୀତି ଥାଏ। କାରଣ ସେ ନଗର ରାଷ୍ଟ୍ର ଗୁଡ଼ିକ ସାଧାରଣତଃ ନଗର ଭଳିଆ ଅଳ୍ପ ଲୋକ ରହିଥାନ୍ତି, ଅଳ୍ପ ଆୟତନ ଥାନ୍ତି, ଯାହା ଫଳରେ କି ପ୍ରତ୍ୟକ୍ଷ ଭାବରେ ପ୍ରତ୍ୟେକ ନାଗରିକ ମାନେ ଗୋଟିଏ ଜାଗାରେ ଏକତ୍ରିତ ହୋଇପାରିଥାନ୍ତି। ଏଇଥିପାଇଁ କ'ଣ ହଉଥିଲା ନା ପ୍ରାଚୀନ ଗ୍ରୀସ ପ୍ରାଚୀନ ରୋମରେ ଇଏ ପ୍ରଚଳିତ ହେଉଥିଲା। ଆଉ ଏଠାରେ ସରଳ ଅର୍ଥନୀତି ମାନେ ଆମର ଯୋଉ ଅର୍ଥନୀତି ରହୁଛି ତାର ପ୍ରାଥମିକ, ଦ୍ୱିତୀୟକ ଏବଂ ତୃତୀୟକ କ'ଣ ଥାଏ ନା ନିଯୁକ୍ତି ଥାଏ। ତ ସରଳ ଅର୍ଥନୀତିରେ ଲୋକମାନେ ପ୍ରାଥମିକ କ୍ଷେତ୍ରରେ ନିଯୁକ୍ତି ହୋଇଥାନ୍ତି, ଅର୍ଥାତ୍ ସେମାନେ କୃଷି, ଖଣି, ବନ୍ୟ ଏଇ ସବୁ ଜିନିଷରେ ନିଯୁକ୍ତି ହୋଇଥାନ୍ତି। ତେଣୁକରି ମୋଟାମୋଟି ଭାବରେ ଅର୍ଥ ବ୍ୟବସ୍ଥା ସରଳ ଥିଲା, କ୍ଷୁଦ୍ର ଆୟତନ ଥିଲା ଏବଂ ସ୍ୱଳ୍ପ ଜନସଂଖ୍ୟା ଥିଲା। ସେଇ କାରଣରୁ ସେଠାରେ କ'ଣ ହେଇପାରୁଥିଲା ନା ଏଇ ପ୍ରକାରର ଗଣତନ୍ତ୍ର ସୁଫଳ ହେଇପାରୁଥିଲା। ଆଉ ବର୍ତ୍ତମାନ ଅବସ୍ଥାରେ କ'ଣ ହେଲା ନା ଜାତି ରାଷ୍ଟ୍ର ହେଲା। ଜାତି ରାଷ୍ଟ୍ର ଅର୍ଥାତ୍ ଏଠି ବିରାଟ ବିରାଟ ରାଷ୍ଟ୍ର ସବୁ ତିଆରି ହେଲା ଏବଂ ଅର୍ଥନୀତିଟା ଗୋଟେ ଜଟିଳ ରୂପ ଧାରଣ କରୁଛି। ଏଠି ଆଉ ସେ କେବଳ ପ୍ରାଥମିକ କ୍ଷେତ୍ରରେ ଲୋକ ସାମିଲ ହଉନାହାନ୍ତି, ଦ୍ୱିତୀୟ କ୍ଷେତ୍ରରେ, ଶିଳ୍ପ କ୍ଷେତ୍ରରେ, ସେବା କ୍ଷେତ୍ରରେ, ଏସବୁ କ୍ଷେତ୍ରରେ ସାମିଲ ହଉଛନ୍ତି, ଯାହା ଫଳରେ କି ଗୋଟେ ଅର୍ଥନୀତିର ଗୋଟେ ବହୁତ ବଡ ଇଏ ରହିବା ଫଳରେ ଏଠାରେ ପ୍ରତ୍ୟକ୍ଷ ଗଣତନ୍ତ୍ର କ'ଣ ହେଇପାରୁନି, ଆଜିକା ସମୟରେ ପ୍ରଚଳିତ ହୋଇପାରୁନି। ଯଦିଓ ଆମେ ଦେଖିବା
ବିଶ୍ୱରେ କେତେକ ହାତ ଗଣତି ରାଷ୍ଟ୍ର ମାନଙ୍କରେ ପ୍ରତ୍ୟେକ ଗଣତନ୍ତ୍ର ଚାଲୁଛି, ଯୋଉଟା କି ତମେ ଦେଖିବ ସୁଇଜରଲ୍ୟାଣ୍ଡର କେତେକ କ୍ୟାଣ୍ଟନ ଅଛି, ତା ଭିତରେ ଅଛି କଣ ନା ଗ୍ଲାରୁସ ଅଛି ଆଉ ଆପେନଜେଲ ଅଛି। ତା ଦେହରୁ ଗୋଟିଏ ଅଛି କଣ ତମର ପୂର୍ଣ୍ଣ କ୍ୟାଣ୍ଟନ, ଆଉ ଗୋଟେ ଅଛି ଅର୍ଦ୍ଧ କ୍ୟାଣ୍ଟନ। ଆଉ ସେଇଭଳି ତମେ ଯଦି ଦେଖିବ ଆମେରିକା, ଫ୍ରାନ୍ସ, ଅଷ୍ଟ୍ରେଲିଆର ମଧ୍ୟ ସେଇ ଭଳିଆ କେତେକ ଅ, ଜାଗାରେ ବା ହଉଛି କ୍ୟାଣ୍ଟନରେ ଇଏ ପ୍ରଚଳିତ ହେଉଛି। ତାପରେ ଆମେ ଦେଖିବା ଏଇ ଯୋଉ ପ୍ରତ୍ୟେକ ଗଣତନ୍ତ୍ରର କେତେକ ସାଧନ ଅଛି, ଅର୍ଥାତ୍ ଏଇ ଜିନିଷ ଗୁଡିକ ରହିଲେ ଆମେ ତାକୁ କହିପାରିବା ଏଠି ପ୍ରତ୍ୟେକ ଗଣତନ୍ତ୍ର ଚାଲିଛି। ପ୍ରଥମଟି ହଉଛି କଣ ନା ଗଣମତ। ଏଇଟା କଣ ନା ଆଇନକୁ ଅନ୍ତିମ ରୂପ ଦେବା ପୂର୍ବରୁ ଜନସାଧାରଣଙ୍କ ମତାମତ ନିଆଯାଏ। ଗୋଟେ ଦେଶର ମନେକର ଆଇନଟିଏ ପାରିତ ହେଲା, ଆମର ଏଠି କଣ ହଉଛି ନା ପାର୍ଲାମେଣ୍ଟ ହଉ ବା ବିଧାନସଭା ହଉ ବା ସଂସଦ ହଉ, ସେଠି କଣ ହଉଛି ବିଲଟି ପାସ୍ ହଉଛି, ପାସ୍ ହେଲା ପରେ ରାଷ୍ଟ୍ରପତିଙ୍କର ମୋହର ଲାଗିଲା ପରେ ସେ ଆଇନରେ ପରିଣତ ହଉଛି। କିନ୍ତୁ ଏଠି କଣ ହୁଏ ନା ବିଧାନସଭା ହଉ ତାଙ୍କର ଯୋଉ ଇଏରେ ସଭାରେ, ବ୍ୟବସ୍ଥାପିକା ସଭାରେ ଇଏ ପାରିତ ହୁଏ, ତାପରେ ସିଏ କଣ କରାଯାଏ ନା ଜନସାଧାରଣଙ୍କ ପାଖକୁ ପଠାଯାଏ। ଜନସାଧାରଣ ତା ଉପରେ ତାଙ୍କର ଭୋଟ ଦିଅନ୍ତି ଏବଂ ସେଇଟା ଯଦି ତା ସପକ୍ଷରେ ଦେଲେ ତାହେଲେ ସେଇଟା ଆଇନରେ ପରିଣତ ହବ, ଯଦି ବିପକ୍ଷରେ ଦେଲେ ଆଇନରେ ପରିଣତ ହବ ନାହିଁ ସଂଖ୍ୟାଧିକ ଲୋକ। ତାପରେ ଆଉ ଗୋଟେ ହଉଛି ଗଣ ଭୋଟ। ଗୋଟେ ସମ୍ବେଦନଶୀଳ ଯଦି ପ୍ରସଙ୍ଗ ଆସେ, ସେଠାରେ ଗୋଟେ ଗଣ ଭୋଟ କରାଯାଏ ଏବଂ ସମସ୍ତ ନାଗରିକ ମାନେ ସେମାନଙ୍କର ମତ ରଖିଥାନ୍ତି। ଇଏ ଗୋଟେ ପ୍ରକାର ରହିଲା। ହଁ, ଏଇଟାରେ କଣ ତାପରେ ଆଉ ଗୋଟେ ହଉଛି ଗଣ ଉଦ୍ୟୋଗ। ଲୋକମାନେ ଯେତେବେଳେ ଚାହିଁବେ ସେମାନେ ନିଜ ଇଚ୍ଛା ଅନୁସାରେ କଣ କରିବେ ନା ସେମାନେ ନିଜ ତରଫରୁ ଗୋଟେ ଆଇନ ପ୍ରଣୟନ କରିବା ପାଇଁ ବ୍ୟବସ୍ଥା ସେବାକୁ ଅନୁରୋଧ କରିପାରିବେ। ସିଏ ହେଲା ଗଣ ଉଦ୍ୟୋଗ। ଆଉ ଗୋଟେ ରିକଲ୍, ଯୋଉମାନେ ନିର୍ବାଚିତ ହେଇ ଯାଇଛନ୍ତି ସେଇମାନଙ୍କୁ ଜନସାଧାରଣ ଚାହିଁଲେ ପୁନର୍ବାର ତାଙ୍କର ମାନେ ପ୍ରତିନିଧିତ୍ୱ ବା ଯୋଉ ଇଏକୁ ସିଏ କଣ କରିବେ, ହଟେଇ ଦେଇକି ତାଙ୍କୁ ଗାଦିଚ୍ୟୁତ କରିପାରିବେ। ଏଇଟା ହଉଛି ରିକଲ୍, ପ୍ରତ୍ୟାହାର। ଆଉ ଗୋଟେ ତାଙ୍କର ମାନେ କୋଉଟାର ଇଏ ଗୋଟେ ବର୍ଷକୁ ଥରେ ଗୋଟେ ସଭା ବସିବ ସମସ୍ତ ବଳିଷ୍ଠ ନାଗରିକ ମାନଙ୍କୁ ନେଇ। ବର୍ଷକୁ ଥରେ ହବ, ସେଇଟା କୁହନ୍ତି ମୁକ୍ତାକାଶ ସଭା। ହେଲା, ଏଇ ପାଞ୍ଚଟା ହଉଛି ଗଣତନ୍ତ୍ର, ପ୍ରତ୍ୟେକ ଗଣତନ୍ତ୍ର ତାର ସାଧନ, ଇନଷ୍ଟ୍ରୁମେଣ୍ଟ। ହେଲା, ଏଇଗୁଡା ଯୋଉ ଯୋଉ ଦେଶରେ ଥିବ ବା ଯୋଉ ଯୋଉ ଶାସନ ଇଏରେ ଥିବ ସେଗୁଡା ଆମେ କହିବା ପ୍ରତ୍ୟେକ ଗଣତନ୍ତ୍ର ଚାଲୁଅଛି। ତାପରେ ଆମେ ଦେଖିବା ସେଗୁଡିକ ଟିକେ ବିସ୍ତୃତ ଭାବେ ଦେଖିବା। ଗଣମତ ବା ରେଫରେଣ୍ଡମ। ରେଫରେଣ୍ଡମ ହଉଛି କଣ ନା ଏଇଠି ଦେଖ ପିଲାମାନେ, ଯୋଉଠି ଆଇନ ତିଆରି ହୁଏ ସେଇଟା କୁହନ୍ତି ବ୍ୟବସ୍ଥାପିକା ସଭା। ଯେପରି ଆମର ଓଡିଶାରେ ରହିଲା କଣ ବିଧାନସଭା, ହେଲା, ଆଉ ତମର କେନ୍ଦ୍ରରେ ରହିଲା କଣ ସଂସଦ। ହେଲା, ସେ ହଉଛି ସେଗୁଡା ହଉଛି ବ୍ୟବସ୍ଥାପିକା ସଭା। ତେଣୁ ତାଙ୍କର ଯୋଉ ବ୍ୟବସ୍ଥାପିକା ସଭାରେ ଯୋଉ ବିଧେୟକଟି ପ୍ରଣୟନ ହୁଏ ସେଇଟା କଣ କରାଯାଏ, ଲୋକମାନଙ୍କ ପାଖକୁ ପଠାଯାଏ, ଲୋକମାନେ ସେଠାରେ ତାଙ୍କର ମତ ରଖନ୍ତି। ଏଇ ଯୋଉ ବ୍ୟବସ୍ଥାପିକା ସଭା ଯୋଉ ପଠାଏ ସେଇଟାକୁ ଆମେ ଗଣମତ କହୁ, କାରଣ ଗଣ ମାନେ ଲୋକଙ୍କ ମତ ନେଉଥିବାରୁ ଗଣମତ କୁହାଯାଏ। ଏବଂ ଏଇଟା ଦି ପ୍ରକାର ଅଛି, ଗୋଟେ ଅଛି ବାଧ୍ୟତାମୂଳକ, ଗୋଟେ ହଉଛି ଇଚ୍ଛାଧୀନ। ଏଟାରେ ଲୋକଙ୍କୁ କମ୍ପଲସରି କୁହାଯାଏ ତମେ ଭୋଟ କରିବ, ଆଉ ଗୋଟାରେ ଅଛି ତମେ ଚାହିଁଲେ କର ନହେଲେ ରଖ। ଆଉ ଗୋଟେ ହଉଛି ଗଣ ଉଦ୍ୟୋଗ। ଏଇ ଗଣ ଉଦ୍ୟୋଗ ଟା କଣ, ଏଇ ଗଣମତର ଠିକ ଉଲ୍ଟା। କଣ ନା ଏଠି ବ୍ୟବସ୍ଥାପିକା ସଭା ପଠଉଥିଲା ଆଇନ ପ୍ରଣୟନ କରି ଲୋକମାନଙ୍କୁ। ଏଠି ଜନତା ମାନେ ଯେତେବେଳେ ଚାହିଁବେ ସେମାନେ କଣ କରିବେ, ବ୍ୟବସ୍ଥାପିକା ସଭାକୁ ଅନୁରୋଧ କରିବେ ଯେ ଆପଣ ଏଇ ବିଷୟରେ ଗୋଟେ ଆଇନ ପ୍ରଣୟନ କରନ୍ତୁ। ସିଏ ଫେରେ ଦି ପ୍ରକାର, ଗୋଟେ ଫର୍ମୁଲେଟେଡ, ଗୋଟେ ଅନଫର୍ମୁଲେଟେଡ, ମାନେ ବ୍ୟବସ୍ଥିତ ଗୋଟେ ଅବ୍ୟବସ୍ଥିତ। ବ୍ୟବସ୍ଥିତ ମାନେ ତା ଦେହର ଗୋଟିଏ ର କଣ ହେଇପାରିବ ନା ସେଟା ବିସ୍ତୃତ ଭାବେ ଏଠି ଆଲୋଚନା ହବ, ଆଉ ଗୋଟାର ଆଲୋଚନା ହବ ନାହିଁ। ତେଣୁ ଏଇ ଦି ପ୍ରକାର ତମର ରହୁଛି। ହେଲା, ଏଇଟା କୁହନ୍ତି କଣ ଗଣ ଉଦ୍ୟୋଗ, କାରଣ ଲୋକମାନଙ୍କର ଉଦ୍ୟମରେ ହଉଥିବାରୁ ସେଟାକୁ କୁହନ୍ତି ଆମେ ଗଣ ଉଦ୍ୟୋଗ କୁହନ୍ତି। ହେଲା, ତାପରେ ଆଉ ଗୋଟେ ପ୍ରକାର ଆଉ କଣ ଅଛି ନା ତମର ରିକଲ ବା ବହିଷ୍କାର। ଯୋଉ ପ୍ରତିନିଧି ମାନଙ୍କୁ ଏଇ ମନେକର ଦେଖନ୍ତୁ ଭୋଟ ଦେଲେ, ଭୋଟ ଦେଇକି କଣ କରାହେଲା, ନିର୍ବାଚନ ହେଲା, ନିର୍ବାଚନ ଜନପ୍ରତିନିଧି ମାନଙ୍କୁ କଣ ନିର୍ବାଚିତ କରି ପଠାହେଲା, କିନ୍ତୁ ସେମାନେ କଣ କଲେ ନା ଅବହେଳା କଲେ, କାର୍ଯ୍ୟରେ ଅବହେଳା କଲେ, ସେମାନେ ଲୋକମାନଙ୍କ କଥା ବୁଝିଲେନି। ତେଣୁକରି ତାଙ୍କ ପାଇଁ ଫେର ଆଉ ଥରେ ଗୋଟେ ମତଦାନ ହବ, ସେଟାକୁ ରିକଲ ଭୋଟ କୁହାଯାଏ। ସେଠିରେ ଭୋଟ ହବ ଯଦି ସଂଖ୍ୟାଧିକ ଲୋକ ଚାହାନ୍ତି ଯେ ସେ ଆଉ ସିଏ ଆମର ରହିବେ ନାହିଁ,
ତେଣୁକରି ମାନେ ଆମ ପ୍ରତିନିଧି ହିସାବରେ ରହିବେନି, ତେଣୁକରି ତାଙ୍କ କାର୍ଯ୍ୟକାଳ ପୁରିବା ପୂର୍ବରୁ ତାଙ୍କୁ ପ୍ରତ୍ୟାହାର କରି ନିଆଯାଏ। ସେଇଟାକୁ କୁହାଯାଏ କଣ? ରିମୁଭାଲ ବା ବହିଷ୍କାର। ସେ ପଦ୍ଧତିଟାକୁ କୁହାଯାଏ କଣ? ରିକଲ ବା ପ୍ରତ୍ୟାହାର। ହେଲା, ଠିକ ହେଲା। ତାହେଲେ ମୁଁ ଆଉ ଥରେ କହିଦଉଛି। ପ୍ରଥମେ ଭୋଟ ଦେଇକି କଣ କରାଯାଏ? ନାଗରିକ ମାନେ ଭୋଟ ଦେଇକି ତାଙ୍କ ପ୍ରତିନିଧି ଚୟନ କରନ୍ତି। ସେମାନେ କାମରେ ଯଦି ଅସନ୍ତୁଷ୍ଟ ହୁଏ ବା ସେମାନେ ଲୋକମାନଙ୍କ ପାଇଁ ଠିକ ସେ କାମ ନ କରନ୍ତି, ପୁନର୍ବାର କଣ ହବ? ଗୋଟେ ମତଦାନ ହବ, ରିକଲ ଭୋଟିଂ ହବ। ତାଙ୍କୁ କଣ କରା, ଯଦି ସଂଖ୍ୟାଧିକ ଲୋକ ଯଦି ତାଙ୍କ ବିରୋଧରେ ଭୋଟ ଦେଲେ, ତାହେଲେ ତାଙ୍କୁ କଣ କରାଯିବ? ସେ ବ୍ୟବସ୍ଥାପକ ସଭାରୁ ତାଙ୍କୁ ବହିଷ୍କାର କରାଯିବ, ତାଙ୍କୁ ପଦଚ୍ୟୁତ କରାଯିବ। ସମୟ ପୁରୀ ନଥିବା ପୂର୍ବରୁ ତାଙ୍କୁ କାଢି ଦିଆହବ। ହେଲା। ତାପରେ ଆଉ ଗୋଟେ ଦେଖିବା, ହଁ, କେତେକ ସ୍ୱତନ୍ତ୍ର ପରିସ୍ଥିତିରେ କଣ କରାଯାଏ ନା ଗଣଭୋଟ ବା ପ୍ଲେବିସିଟ୍ କରାଯାଏ। ଏ ପ୍ଲେବିସିଟ୍ ଟା କଣ ନା ମୁଁ କହୁଛି ଶୁଣ। ଏ ପ୍ଲେବିସିଟ୍ ହଉଛି ବା ଗଣଭୋଟ ହଉଛି ଗୋଟେ ଜଟିଳ ସମ୍ବେଦନପୂର୍ଣ୍ଣ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏଠି ଗୋଟେ ପ୍ଲେବିସିଟ୍ କରାଯାଏ, ଯେମିତି ଗୋଟେ ରାଜ୍ୟ ମିଶ୍ରଣ ହବ। ହଁ, ଏଇଠି ଗୋଟେ ଉଦାହରଣ ସ୍ୱରୂପ ମୁଁ କହିଦଉଛି। 1947 ମସିହାରେ ଭାରତ ପାକିସ୍ତାନର ବିଭାଜନ ହେଇଥିଲା। ସେତେବେଳେ କଣ ହେଇଥିଲା ନା ତମର ଜୁନାଗଡ ବୋଲି ଗୋଟେ ସ୍ଥାନ ଥିଲା। ସେ ଜୁନାଗଡ କଣ କଲା ନା ପାକିସ୍ତାନ ମିଶିବା ପାଇଁ ଚାହୁଁଥିଲା। ଜୁନାଗଡର ତାର ଯୋଉ ନବାବ ଥିଲେ ସେ ପାକିସ୍ତାନ ମିଶିବା ପାଇଁ ଚାହୁଁଥିଲେ, କିନ୍ତୁ ତାର ଜନସାଧାରଣ ମାନେ କଣ କହୁଥିଲେ ନା ସେମାନେ ଭାରତ ସହିତ ମିଶିବା ପାଇଁ ଚାହୁଁଥିଲେ। ସେଥିପାଇଁ କଣ କରାହେଇଥିଲା ନା ପ୍ଲେବିସିଟ୍ ବା ଗଣଭୋଟ କରାହେଇଥିଲା। ସେଥିରେ ତାର ଜନସାଧାରଣ ମାନେ ଚାହୁଁଥିବାରୁ ସିଏ ସମ୍ପୂର୍ଣ୍ଣ ଭାବେ କଣ ହେଲା, ଆସିକି କଣ ହେଲା ନା ଭାରତ ସହିତ ମିଶିଲା। ହଁ, ଏଇ ଟାଇପର ଗଣଭୋଟ କରାଯାଏ। ସେମିତି ଗୋଟେ ଆସାମର ସିଆଲକୋଟ ଗୋଟେ ଜାଗାରେ ବି ମଧ୍ୟ ହେଇଥିଲା। ସେଠି ସେ ଜାଗାଟିର ହଉଛି କଣ ହେଲା, ଗଣଭୋଟରେ ପାକିସ୍ତାନ ମାନେ ସେତେବେଳେ ବର୍ତ୍ତମାନ ଯୋଉ ବାଂଲାଦେଶ, ସେତେବେଳେ ପୂର୍ବ ପାକିସ୍ତାନ ଥିଲା, ସେଇ ପୂର୍ବ ପାକିସ୍ତାନ ସହିତ ଯାଇକି ମିଶିଥିଲା। ଆଉ ଗୋଟେ କହୁଛି ମୁକ୍ତ ଆକାଶ ସଭା। ଏଇ ମୁକ୍ତ ଆକାଶ ସଭାଟା କଣ ନା ଏଠି ଗଣତନ୍ତ୍ର, ଏଇ ଯେ ପ୍ରତିବର୍ଷ ଯୋଉଠି ପ୍ରତ୍ୟେକ ଗଣତନ୍ତ୍ର ଚାଲିଥାଏ, ସେଠି ପ୍ରତିବର୍ଷ ତାର ବଳିଷ୍ଠ ନାଗରିକ ମାନେ ଗୋଟେ କଣ ଗାଁର ଗୋଟେ ବିରାଟ ବଡ ଖେଳ ପଡିଆ ହଉ ବା ଗୋଟେ ବୃକ୍ଷମୂଳ ହଉ, ଯେକୌଣସି ଜାଗା ହଉ, ଗୋଟେ ଫାଙ୍କା ସ୍ଥାନରେ କଣ କରନ୍ତି ନା ବସି ବୈଠକ ତିଆରି କରନ୍ତି ଏବଂ ସେଠାରେ ଆଇନ ପ୍ରଣୟନ ହୁଏ, ବଜେଟ ଅନୁମୋଦନ ହୁଏ ଏବଂ ପଦାଧିକାରୀଙ୍କର ନିର୍ବାଚନ ହୁଏ। ଏଇ ସବୁ କାର୍ଯ୍ୟ ଗୁଡିକ ସେଠାରେ ହେଇଥାଏ। ତାପରେ ଆମେ ଦେଖିବା ପରୋକ୍ଷ ଗଣତନ୍ତ୍ର। ପ୍ରତ୍ୟକ୍ଷ ଗଣତନ୍ତ୍ର ବିଷୟରେ ତ କିଛି ଜାଣିନେଲେ, ଏବେ ଦେଖିବା ପରୋକ୍ଷ ଗଣତନ୍ତ୍ର। ଏଠି କଣ ହୁଏ, ଯେଉଁ ଶାସନ ବ୍ୟବସ୍ଥାରେ ଜନସାଧାରଣ ନିଜେ ସିଧାସଳଖ ଶାସନ ନ କରି ନିର୍ବାଚିତ ପ୍ରତିନିଧି ମାଧ୍ୟମରେ ପରୋକ୍ଷ ଭାବରେ ଶାସନ କରନ୍ତି, ଏହାକୁ ପ୍ରତିନିଧିମୂଳକ ଗଣତନ୍ତ୍ର କୁହାଯାଏ। ଅର୍ଥାତ୍ ଦେଖ, ଏଠି ସିଧାସଳଖ ଶାସନ କରନ୍ତି ନାହିଁ, ଲୋକମାନେ ଏମିତି କଣ କରନ୍ତି, ତାଙ୍କର ଜଣେ ରିପ୍ରେଜେଣ୍ଟେଟିଭ ବାଛନ୍ତି ବା ପ୍ରତିନିଧି ବାଛନ୍ତି। ସେରକମ ସମସ୍ତ ଅଞ୍ଚଳରୁ ପ୍ରତିନିଧି ମାନେ ଆସି ସେ କଣ କରନ୍ତି, ବ୍ୟବସ୍ଥାପକ ସଭାରେ ମିଳିତ ହୋଇ ଦେଶ ବା ରାଷ୍ଟ୍ର ପାଇଁ ଆଇନ ପ୍ରଣୟନ କରିଥାନ୍ତି। ଦେଖ, ଆଧୁନିକ ଯୁଗରେ ଏଇ ପ୍ରକାର ବା ପ୍ରତିନିଧିମୂଳକ ଗଣତନ୍ତ୍ର ବା ପରୋକ୍ଷ ଗଣତନ୍ତ୍ର ବହୁଳ ଭାବେ ପ୍ରଚଳିତ। କାରଣ ହଉଛି ନା ଏଇଟା ହଉଛି ବୃହତ ଆୟତନ ବିଶିଷ୍ଟ ଦେଶ ମାନଙ୍କ ପାଇଁ ଇଏ କଣ ହଉଛି ପ୍ରଯୁଜ୍ୟ, ଏବଂ ଏଠିରେ କଣ ହଉଛି ନା ଜଟିଳ ସାମାଜ୍ୟ ବ୍ୟବସ୍ଥା ରହୁଛି ଆଧୁନିକ ଜାତି ରାଷ୍ଟ୍ର ମାନଙ୍କରେ। ସେଥିପାଇଁ ଇଏ ପ୍ରକାର କଣ ଶାସନ ବ୍ୟବସ୍ଥା ସବୁଠାରୁ କଣ ହେଇଛି ନା ଅଧିକ ଲୋକପ୍ରିୟ ହୋଇପାରିଛି। ତାପରେ ଆମେ ଦେଖିବା, ଏଇ ଯୋଉଠାରେ ପରୋକ୍ଷ ଗଣତନ୍ତ୍ର ଚାଲେ, ସେଠାରେ କଣ ଥାଏ ନା ରାଜନୈତିକ ଦଳ ଥାଏ। କାରଣ ଏଇ ରାଜନୈତିକ ଦଳ ମାଧ୍ୟମରେ ହିଁ ପ୍ରତିନିଧି ମାନଙ୍କୁ କଣ କରାଯାଏ ନା ପ୍ରତିନିଧି ମାନେ ରାଜନୈତିକ ଦଳ ମାନଙ୍କରୁ ହିଁ ମାନେ କଣ କରିଥାନ୍ତି, ଜନସାଧାରଣଙ୍କ ପାଇଁ ନିର୍ବାଚନରେ ମାନେ ଲଢିଥାନ୍ତି। ତେଣୁକରି ରାଜନୈତିକ ଦଳ ଆମେ ଦେଖିବାକୁ ପାଇବା। ଏବଂ ଏଠି ଯୋଉ ତମର ରହିଛି ପ୍ରତିନିଧି ମାନେ ଜଟିଳ କାର୍ଯ୍ୟକୁ ଦକ୍ଷତାର ସହ ପରିଚାଳନା କରନ୍ତି। ହଁ, ଏଠି ଗୋଟେ କଣ ହୁଏ, ଆମେ ଯୋଉମାନଙ୍କୁ ଚୟନ କରୁନା, ସେମାନେ ଜନସାଧାରଣ ଠାରୁ ଟିକେ ଦକ୍ଷ ଥାନ୍ତି। ତେଣୁକରି ଜନସାଧାରଣ ମାନେ ଯୋଉ ଜିନିଷ ଉପସ୍ଥାପନ ନ କରିପାରିବେ, ସେ ଜିନିଷ ଗୁଡିକ ତାଙ୍କ ପ୍ରତିନିଧି ମାନେ ଉପସ୍ଥାପନ କରିଥାନ୍ତି। ସେଥିପାଇଁ ଗଣତନ୍ତ୍ରରେ ପରୋକ୍ଷ ଗଣତନ୍ତ୍ରରେ ପ୍ରତିନିଧି ମାନଙ୍କର ମଧ୍ୟ ଗୋଟେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥାଏ। ତାପରେ ଆମେ ଦେଖିବା ଏଇ ଯୋଉ ପରୋକ୍ଷ ଗଣତନ୍ତ୍ର କିପରି ବିକଶିତ ହେଲା। ଆମେ ଯଦି ଦେଖିବା 1668 ମସିହାରେ, ଭୁଲ କହିଦେଲି, 1688 ଖ୍ରୀଷ୍ଟାବ୍ଦରେ କଣ ହେଇଥିଲା, ଇଂଲଣ୍ଡରେ ଗୋଟେ ଗୌରବମୟ ବିପ୍ଳବ ହେଇଥିଲା। ଏ ଗୌରବ ବିପ୍ଳବ କଣ ନା, ସେତେବେଳେ ଇଂଲଣ୍ଡରେ
ରାଜା ଶାସନ ଚାଲୁଥିଲା। ଏଇ ରାଜାଙ୍କ ବିରୁଦ୍ଧରେ ଜନସାଧାରଣ ମାନେ କଣ କଲେ, ଆନ୍ଦୋଳନ କଲେ। ଏବଂ ରାଜା ସେଥିରେ କଣ କରିଥିଲେ ନା ଜନସାଧାରଣ ଗୋଟେ ବିଲ୍ସ ଅଫ ରାଇଟ୍ସ ଦେଇଥିଲେ। ସେ ବିଲ୍ସ ଅଫ ରାଇଟ୍ସ ରେ କଣ ହେଇଥିଲା ନା ରାଜାଙ୍କ କ୍ଷମତା କିଛି ଅଂଶ କଣ କରାଯାଇଥିଲା, ସଂସଦକୁ ଦିଆଯାଇଥିଲା। ସେଇଟାକୁ ଗୌରବ ବିପ୍ଳବ କୁହାଯାଏ ଏବଂ ସେଇଟା ଗଣତନ୍ତ୍ର, ଆଧୁନିକ ଗଣତନ୍ତ୍ର ପାଇଁ ଗୋଟେ ମାଇଲ ଖୁଣ୍ଟ ହିସାବରେ ଗ୍ରହଣ କରାଯାଏ। ପରବର୍ତ୍ତୀ ଅବସ୍ଥାରେ ଯେତେବେଳେ ଇଂଲଣ୍ଡ ଦ୍ୱାରା ଆମେରିକାର ଉପନିବେଶ ଗୁଡ଼ିକ ଶାସନ କରାଯାଉଥିଲା, ସେତେବେଳେ ଆମେରିକାର ବାସୀ ମାନେ କଣ କହିଲେ, କହିଲେ ଆମେ ବିନା ପ୍ରତିନିଧିରେ କୌଣସି କର ଦବୁ ନାହିଁ। ଅର୍ଥାତ୍ ସେ କହିଲେ ଆମର ପ୍ରତିନିଧି ଯେତେ ପର୍ଯ୍ୟନ୍ତ ଇଂଲଣ୍ଡର ପାର୍ଲିଆମେଣ୍ଟକୁ ଯାଇନାହାନ୍ତି, ସେତେ ପର୍ଯ୍ୟନ୍ତ ଆମେ କୌଣସି କର ଦବୁ ନାହିଁ। ଏଇ ଇଏରେ ସେମାନେ କଣ କଲେ, ଆନ୍ଦୋଳନ କଲେ, କହିଲେ ନୋ ଟ୍ୟାକ୍ସେସନ ୱିଦାଉଟ୍ ରିପ୍ରେଜେଣ୍ଟେସନ। ଏବଂ ଇଏ ତ ଇଂଲଣ୍ଡ ତାକୁ ଗ୍ରହଣ କରିନଥିଲା, ଯାହାଫଳରେ କି ସେ କଣ ହେଲା ନା ପ୍ରଥମେ 13ଟି ଉପନିବେଶ କଣ ହେଇଥିଲା, ଆମେରିକାର ସ୍ୱାଧୀନତା ଲାଭ କରିଥିଲା। ତେଣୁକରି ଆମେରିକାର ସ୍ୱାଧୀନତା ସଂଗ୍ରାମ ମଧ୍ୟ ପରୋକ୍ଷ ଗଣତନ୍ତ୍ର ପାଇଁ ଏକ ମାଇଲ ଖୁଣ୍ଟ। ତାପରେ ଆଉ ଏକ ଅଧ୍ୟାୟ ଯୋଡ଼ିଗଲା, ଯୋଉଟା କି 1799 ମସିହାର ଫ୍ରାନ୍ସର ରାଷ୍ଟ୍ର ବିପ୍ଳବ। ଫ୍ରାନ୍ସର ଲୋକମାନେ ତାଙ୍କର ଯୋଉ ସମ୍ରାଟଙ୍କ ବିରୁଦ୍ଧରେ କଣ କରିଥିଲେ, ବିପ୍ଳବ କରିଥିଲେ ଏବଂ ସେମାନେ ନାରା ଦେଇଥିଲେ ସ୍ୱାଧୀନତା, ସମାନତା, ଭ୍ରାତୃତ୍ୱଭାବ, ଲିବର୍ଟି, ଫ୍ରେଟର୍ନିଟି ଆଣ୍ଡ ଇକ୍ୱାଲିଟି। ଏଇ ଯୋଉ ନାରା ଦେଇଥିଲେ ଏବଂ ପରବର୍ତ୍ତୀ ଅବସ୍ଥାରେ ସେ ତାଙ୍କର ସମ୍ରାଟଙ୍କୁ କ୍ଷମତାଚ୍ୟୁତ କରିଥିଲେ ଏବଂ ସେଠାରେ ଗଣତନ୍ତ୍ର ଶାସନର ପ୍ରତିଷ୍ଠା ହେଲା। ତେଣୁକରି ଏଇ ତିନୋଟିକୁ ଗଣତନ୍ତ୍ର ବିକାଶର କଣ କରାଯାଏ, ମାଇଲ ଖୁଣ୍ଟ ହିସାବରେ ଗ୍ରହଣ କରାଯାଏ। ତାପରେ ଆମେ ଦେଖିବା, ଯଦି ଦେଖିବା ପ୍ରତ୍ୟକ୍ଷ ଗଣତନ୍ତ୍ର ଏବଂ ପରୋକ୍ଷ ଗଣତନ୍ତ୍ର ଭିତରେ କଣ ରହିଛି ପ୍ରଭେଦ। ଯଦି ଦେଖିବା ପ୍ରତ୍ୟକ୍ଷ ଗଣତନ୍ତ୍ରରେ ଶାସନ ପ୍ରକ୍ରିୟାରେ ଜନସାଧାରଣ ସିଧାସଳଖ ଅଂଶଗ୍ରହଣ କରନ୍ତି, କିନ୍ତୁ ପରୋକ୍ଷ ଗଣତନ୍ତ୍ରରେ କଣ ହେଇଥାଏ ନା ନିର୍ବାଚିତ ପ୍ରତିନିଧି ମାନଙ୍କ ଦ୍ୱାରା ଶାସନ ହୋଇଥାଏ। ଯଦି ଦେଖିବା ପ୍ରତ୍ୟକ୍ଷ ଗଣତନ୍ତ୍ର କେଉଁଠାରେ ସଫଳ ହେବ ନା ଯେଉଁଠାରେ କ୍ଷୁଦ୍ର ରାଷ୍ଟ୍ର ଥିବ, ସ୍ୱଳ୍ପ ଜନସଂଖ୍ୟା ଥିବ। ପରୋକ୍ଷ ଗଣତନ୍ତ୍ର କେଉଁଠାରେ ସଫଳ ହେବ ନା ଯେଉଁଠାରେ ବୃହତ ରାଷ୍ଟ୍ର ଥିବ ଏବଂ ବହୁଳ ଜନସଂଖ୍ୟା ଥିବ। ଏବଂ ଯଦି ଦେଖିବା ପ୍ରତ୍ୟକ୍ଷ ଗଣତନ୍ତ୍ରଟା କମ ଦକ୍ଷ ଏବଂ ସମୟ ସାପେକ୍ଷ, କାରଣ ଏଠାରେ ସମସ୍ତ ଲୋକ ଅଂଶଗ୍ରହଣ କରୁଥିବାରୁ ଏହାର ଦକ୍ଷତା ଟିକେ କମିଯାଏ ଏବଂ ବହୁ ସମୟ ସାପେକ୍ଷ ହୁଏ। କିନ୍ତୁ ପରୋକ୍ଷ ଗଣତନ୍ତ୍ର ଅଧିକ ଦକ୍ଷ ଏବଂ ନିଷ୍ପତ୍ତି ନେବାର କ୍ଷମତାଟା ଟିକେ ଶୀଘ୍ର ହୋଇଥାଏ, କାରଣ ତାଙ୍କ ପ୍ରତିନିଧି ମାନଙ୍କ ଦ୍ୱାରା କେବଳ ନିଷ୍ପତ୍ତି ନିଆଯାଏ। ଏବଂ ଯଦି ଆମେ ଦେଖିବା ପ୍ରତ୍ୟକ୍ଷ ଗଣତନ୍ତ୍ର ଉଦାହରଣ ବର୍ତ୍ତମାନ କଣ ଅଛି ନା, ବର୍ତ୍ତମାନ ତ ନାହିଁ, ପ୍ରାଚୀନ ଗ୍ରୀସ ଏବଂ ସୁଇଜରଲ୍ୟାଣ୍ଡର କେତେକ କ୍ୟାଣ୍ଟନରେ ପ୍ରତ୍ୟକ୍ଷ ଗଣତନ୍ତ୍ର ଚାଲୁଥିବା ବେଳେ ପରୋକ୍ଷ ଗଣତନ୍ତ୍ର ଭାରତ, ଆମେରିକା ଯୁକ୍ତରାଜ୍ୟ ଏଇ ସବୁ ଦେଶ ମାନଙ୍କରେ ଚାଲୁ ଅଛି। ତାପରେ ଆମେ ଦେଖିବା ପ୍ରତିନିଧିତ୍ୱ ସହ ପ୍ରତ୍ୟେକ ନିୟନ୍ତ୍ରଣ। ଦେଖ, ପରୋକ୍ଷ ଗଣତନ୍ତ୍ର ଆଦର୍ଶ ଆଧୁନିକ ରାଷ୍ଟ୍ର ଗୁଡିକର ମୂଳ ଢାଞ୍ଚା। ଏଥିରେ ଶାସନ ପରିଚାଳନା କରାଯାଏ, ଅର୍ଥାତ୍ ଆଧୁନିକ ରାଷ୍ଟ୍ର ମାନଙ୍କରେ ପରୋକ୍ଷ ଗଣତନ୍ତ୍ର ଦ୍ୱାରା ପରିଚାଳିତ କରାଯାଏ। କିନ୍ତୁ ଏଠି କଣ ହୁଏ, ଏ ପ୍ରତିନିଧି ମାନଙ୍କ ଦାୟିତ୍ୱବୋଧ କରିବା ପାଇଁ ଏଥିରେ ଗଣମତ, ଗଣ ଉଦ୍ୟୋଗ ଭଳି ପ୍ରତ୍ୟକ୍ଷ ସାଧନ ଗୁଡିକ ବ୍ୟବହାର କରାଯାଏ। ତ ଏଥିରେ କଣ ହୁଏ ନା ପ୍ରତିନିଧି ମାନଙ୍କର ଦାୟିତ୍ୱବୋଧ କରିବା ପାଇଁ ଏଥିରେ କଣ କରାଯାଏ, ଗଣମତ, ଗଣ ଉଦ୍ୟୋଗ ଭଳି ପ୍ରତ୍ୟେକ ସାଧନ ଗୁଡିକ ବ୍ୟବହାର କରାଯାଏ। ଅର୍ଥାତ୍ ଏଠାରେ ଯୋଉ ପ୍ରତିନିଧି ମାନଙ୍କୁ ଆମେ ପଠେଇଥାଉ, ସେମାନଙ୍କୁ ଯଦିଓ ଆମେ କଣ କରିପାରୁନି, ତାଙ୍କୁ ମାନେ ପ୍ରତ୍ୟାହାର କରିପାରିବାନି, କିନ୍ତୁ ତାଙ୍କ ଦାୟିତ୍ୱବୋଧ ଥାଏ, ସେମାନଙ୍କୁ ଉତ୍ତରାଦାୟୀ ରହିଥାନ୍ତି। କୌଣସି ଗୋଟେ ଡିସିସନ ନେଲେ ଜନସାଧାରଣ ତାଙ୍କୁ ପ୍ରଶ୍ନ କରିପାରିବେ, ଇଏ ଉତ୍ତରାଦାୟୀ ରହିଥାଏ। ଏବଂ ଲୋକମାନଙ୍କ ପାଖରେ ଥାଏ କଣ ନା, ଗଣତନ୍ତ୍ର ରାଷ୍ଟ୍ରରେ ସେମାନେ ପ୍ରତ୍ୟକ୍ଷ ଗଣତନ୍ତ୍ର ଭଳି ଯଦିଓ ସେମାନେ କଣ କରିପାରନ୍ତିନି ନା ତମର ହଉଛି ବ୍ୟବସ୍ଥାପକ ସଭାକୁ ଆଇନ ତିଆରି କରିବା ପାଇଁ ନିର୍ଦ୍ଦେଶ ଦେଇପାରନ୍ତିନି, କିନ୍ତୁ ଏମାନେ ବିଭିନ୍ନ କ୍ୟାମ୍ପେନିଂ ମାଧ୍ୟମରେ, ବିଭିନ୍ନ ପ୍ରକାର କଣ ଦାବି ମାଧ୍ୟମରେ
ବିଭିନ୍ନ ପ୍ରକାର ଆଇନ ତିଆରି ପାଇଁ ମତ ରଖିପାରନ୍ତି ହେଲା। ତେଣୁକରି ଏଠି କୋଉଠି ନା କୋଉଠି ଟିକେ ପ୍ରତ୍ୟକ୍ଷ ଗଣତନ୍ତ୍ର ଏଟା ପ୍ରତିଫଳିତ ହୋଇଥାଏ। ତାପରେ ଆମେ ଦେଖିବା, ଯଦି ପ୍ରତ୍ୟକ୍ଷ ଗଣତନ୍ତ୍ର ଦେଖିବା, ହଁ, ତାହେଲେ ଏଠି ନାଗରିକ ମାନେ ସିଧାସଳଖ ଅଂଶଗ୍ରହଣ କରନ୍ତି। ଉଦାହରଣ ହେଲା ସୁଇଜରଲ୍ୟାଣ୍ଡ। ପରୋକ୍ଷ ଗଣତନ୍ତ୍ରରେ ପ୍ରତିନିଧି ମାନଙ୍କର ଶାସନ ଚାଲିଥାଏ ମାଧ୍ୟମରେ। ଏଟା ଉଦାହରଣ ଦେଖିବା ଭାରତ। ଆଉ ପ୍ରମୁଖ ସାଧନ ହଉଛି ଗଣମତ। କୋଉଟାର? ପ୍ରତ୍ୟକ୍ଷ ଗଣତନ୍ତ୍ରରେ ଗଣୋଦ୍ଯୋଗ, ଗଣଭୋଟ, ପ୍ରତ୍ୟାହାର। ସେହିଭଳି ପରୋକ୍ଷ ଗଣତନ୍ତ୍ରର ଐତିହାସିକ ମୂଳଦୁଆ ହଉଛି ଇଂଲଣ୍ଡର ଗୌରବମୟ ବିପ୍ଳବ, ଆମେରିକାର ସ୍ୱାଧୀନତା ସଂଗ୍ରାମ ଏବଂ ଫ୍ରାନ୍ସର ରାଷ୍ଟ୍ର ବିପ୍ଳବ। ପିଲାମାନେ ଭିଡିଓଟି ଭଲ ଲାଗିଲେ ଲାଇକ୍ କରିବ, ସାଙ୍ଗମାନଙ୍କ ସହିତ ସେୟାର କରିବ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରିନେବ।